ହନୁମାନଙ୍କର ସଲା କିଏ? ହନୁମାନ କାହାକୁ ବିବାହ କରିଥିଲେ? हाँ हाँ ମୁଇଁ କଥା କଥାରେ କହିଦେଉଛି। है गो ଇଟା ରାମାୟଣ ପୁରାଣରେ ନେଇନ हाँ କି ହିନ୍ଦୀ ରାମାୟଣରେ ମଧ୍ୟ ନେଇନ। नहीं न ଇଟା ହିନ୍ଦୀ ରାମଚରିତ୍ର ମାନସରେ ଗୋଟେ ପଦ ଲେଖିଲେ। हाँ ହନୁମାନ ସୂର୍ଯ୍ୟ ଦେବତାଙ୍କର ଗୋଟେ ଭକ୍ତ ଥିଲେ, है गो ତାଙ୍କର ଶିଷ୍ୟ ଥିଲେ। हाँ ତ ସୂର୍ଯ୍ୟ ଦେବତାଙ୍କ ଠାରୁ 10ଟା ଜ୍ଞାନ ଶିଖିବା ପାଇଁ ସେମାନେ ଗୁରୁ କରିଥିଲେ ତାଙ୍କୁ। हाँ हाँ ତ 6ଟା ଜ୍ଞାନ ସେମାନେ ଶିଖି ପାଇଲେ, है गो କିନ୍ତୁ ଆରି 4ଟା ଜ୍ଞାନ ନେ ଶିଖିଲେ। हाँ हाँ କିନକିନଟା किन किनटा ସେ 4ଟା ଜ୍ଞାନ ଯଦି ଶିଖିବା କହିଲେ ତମକୁ ବିବାହ କରବାକେ ପଡବା। हाँ हाँ ଆଉ ବିନା ବିବାହରେ ତୁମେ ଜ୍ଞାନ ଶିଖି ନି ପାର। ତ ମୁଇଁ ତ ବାଳ ବ୍ରହ୍ମଚାରୀ ଅଛି, है गो କେନ୍ତା କରି ବିବାହ କରି? हाँ ଠିକ ଅଛି, ମୋର ଝିଅ ତ ଅଛନ୍, ମୋର ଝିଅକୁ ତୁମେ ବିବାହ କର ଆଉ ତୁମେ ସେ 4ଟା ଜ୍ଞାନ ଶିଖି ପାରବ। हाँ हाँ ତ ସୂର୍ଯ୍ୟଙ୍କର ଝିଅ ଶୁଭ୍ରଚଳା ବୋଲି ଜଣେ ନାମ ଥିଲା। है गो ସୂର୍ଯ୍ୟଙ୍କର ଝିଅକୁ ହନୁମାନ ବିବାହ କଲେ हाँ ଆଉ 4ଟା ଜ୍ଞାନ ଅର୍ଜନ କଲେ। है गो ଆଉ ସୂର୍ଯ୍ୟଙ୍କର ପୁଅ କିଏ ଜାଣିଛ? ଯମ ଅଛନ୍, ଶନି ଅଛନ୍, କେତେ ଲୋକ ଅଛନ୍। ତ ବାଲି ମଧ୍ୟ ସୂର୍ଯ୍ୟଙ୍କର ପୁଅ। ତ ଶନି ଏବଂ ଯମ ହଉଛନ୍ ହନୁମାନଙ୍କର ସଳା। सला ସୂର୍ଯ୍ୟଙ୍କର ଝିଅଙ୍କର ନାମ ହେଲେ ଶୁଭ୍ରଚଳା। हाँ ଶୁଭ୍ରଚଳାକୁ ବିବାହ କରିଥିଲେ, କିନ୍ତୁ ତାଙ୍କର ସଙ୍ଗେ ଶୃଙ୍ଗାର ରତି ଶୃଙ୍ଗାର ନ କରି है गो କେବଳ ଜ୍ଞାନ ପାଇବା ପାଇଁ 4ଟା ଜ୍ଞାନ ଅର୍ଜନ କରିବା ପାଇଁ ବିବାହ କରିଥିଲେ। हाँ हाँ ବୁଝିପାରୁଛନ୍? है गो ତ ଦ୍ୱାପର ଯୁଗରେ ହେନ୍ତା ଭାବରେ ଜନ୍ମ ହେଲେ ଲୋ ବନି। हाँ हाँ जे बहो ए तमे जन्म हेबाटा हेलो हेले तमके केते वर्ष केते मास केते दिन होथिला तमे रजवती हेलो ରଜବତୀ हाँ हाँ ରଜବତୀ है गो आर से रजवती हेला समय रे काई बार काई दिन के नक्षत्र केन ग्रह केन तिथि लागिथिला आर तमे रजवती हेलो हे कथा दे कह के बार के दिन के नक्षत्र थिला है दिन भी है केंदा करे हेलो जे कथा कहबो ଶୁକିଲ ଲୋକର ହେଲା କର୍ମ। आर हमर जन्म लोकर जन्म कर्म के नी करी पुता शुभ काम में लागसी ଆଗ ରାଧିକା ବୋଇଲେ ନଣନ୍ଦ ଶୁଣ ହୋ, ମୋ ରଜବତୀ କଥା କହୁଛି ଶୁଣ। ଆଗ 12 ବର୍ଷ ପିତା ଘରେ ମଥିଲି, ଏମା ମାଘ ମାସରେ ଗୋ ରଜବତୀ ହେଲି। ଆଗ ମୂଲା ନକ୍ଷତ୍ର ଅଟେ ଦିନ ଗୁରୁବାର। मुला बेर के करी दे ମୂଲା ମୁଇଁ ଯେତେବେଳେ ପୁରୁଷ ଭାନୁ ଘରେ ଥିଲି 12 ବର୍ଷ ପୁରିଲା ପରେ ମାଘ ମାସ हाँ ମୂଲା ନକ୍ଷତ୍ର है ଗୁରୁବାର ଦିନ ମୁଇଁ ପୁଷ୍ପବତୀ ହେଲି। हेतिला ଆଗ ମୂଲା ନକ୍ଷତ୍ର ଅଟେ ଦିନ ଗୁରୁବାର ରଣି ପୁଷ୍ପବତୀ ହେଲି ସେହି ଦିନର। ମନ ଟିକେ ଶ୍ରୋତା କର ହୋ ନନ୍ଦେ, ମନ ଟିକେ ଶ୍ରୋତା କର। ତ ଯେତେବେଳେ ପୁଷ୍ପବତୀ ହେଲି 7 ଦିନ ପର୍ଯ୍ୟନ୍ତ ମତେ ଗୋଟେ ଅନ୍ଧାର କରି ରଖାଯାଇଥିଲା। है गो 7 ଦିନ ପୁରିଲା ପରେ हाँ ମୁଁ ସ୍ନାନ କରିବା ପାଇଁ ଗୋଟେ ନଦୀ କୂଳକୁ ଯାଉଛେ। हाँ हाँ ଆଗ ସୁଚିତ୍ରା ସଖୀକୁ ସଙ୍ଗରେ ଧରି ମଣି ଭଦ୍ରା ନଦୀ କୂଳକୁ ଗଲି। କଲି ଯୁଗେ ସିନା ଶାଗୁନ ସରଫ ହେଲା ଯେ ମା ଭଉଣୀ ସମସ୍ତେ ଲଗାଉଛେ, हाँ हाँ ହେଲେ ଦ୍ୱାପର ଯୁଗେ ତ ଶାଗୁନ ସରଫ नहीं ନାହିଁ। खाई ମୁଇଁ କାଣା ମାଖି ମୋର ଦେହ ସୁଦ୍ଧ କଲି। काण माखी थिला ଆଗ 12 ଫୁଲ ଫଲ ସେଠାରେ ବାଣ୍ଟିଣ। बांटीण ଆଗ ସୁରଭି ଗାଈର ମଳମୂତ୍ର ଆଣିନ। 7 ଥର ଅଙ୍ଗେ କଲି ଲେପନ। लेपन ସେ ଜଲେ ମୁଁ ସ୍ନାନ କଲି, ସେ ଜଲେ ମୁଁ ସ୍ନାନ କଲି ସୁଗଦନ। ମନ ଦେଇ କରି ଶୁଣ, ମନ ଦେଇ କରି ଶୁଣ ସାଧୁଜନ। ନନୀରା ଆଗ ଯଦି ତୁମ ମନେ ପରତେ ନାହିଁ ଗো ନନୀ, हाँ ଏଇଟା हाँ ପଦ୍ମ ଭୂଗୋଳ ପୁରାଣକୁ ଦେଖିବ ଯାଇ। ନନୀ ହୋ 11 ଅଧ୍ୟାୟ 72 ପୃଷ୍ଠା। ମନ ଧାରଣ କର ଲେଖା, ମନ ଧାରଣ କର ଲେଖା। ସକାଳେ କରିବ ଲେଖା, ସକାଳେ କରିବ ଲେଖା।
দাদা আসিଥିবে না हाँ हाँ তোমাকে কেতে কথা কই দেলি না হলো होए गो তোমার দাদা এই কথা জানলে কেতে গালি করবে না माँ पूरा ठंगा देखे देसी दो भाई के ই মোর মামু গো মামু